ଜଗନ୍ନାଥ ଓଡ଼ିଶାବାସୀ, ମୁଁ ରାଜେଶ କୁମାର ସିଂହ ଆପଣମାନଙ୍କୁ ମୋ ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ କରୁଅଛି। ଆଜି ଆମେ ଶ୍ରୀମଦ୍ ଭାଗବତ ଗୀତାର ଅଥ ଷୋଡ଼ଶୋଧ୍ୟାୟ ଶୁଣିବା। ଓಂ ଶ୍ରୀ ପରମାତ୍ମାନେ ନମଃ। ଶ୍ରୀ ଭଗବାନ କହିଲେ, ଭୟର ସର୍ବଦା ଅଭାବ, ଅନ୍ତଃକରଣର ପୂର୍ଣ୍ଣ ନିର୍ମଳତା, ତତ୍ତ୍ୱଜ୍ଞାନ ପାଇଁ ଧ୍ୟାନ ଯୋଗରେ ନିରନ୍ତର ଦୃଢ଼ସ୍ଥିତି ଓ ସାତ୍ୱିକ ଦାନ, ଇନ୍ଦ୍ରିୟ ଦମନ, ଭଗବାନ ଦେବତା ଓ ଗୁରୁଜନମାନଙ୍କର ପୂଜା ତଥା ଅଗ୍ନିହୋତ୍ର ଆଦି ଉତ୍ତମ କର୍ମ ଆଚରଣ ଏବଂ ବେଦ ଶାସ୍ତ୍ରାଦି ପଠନ ପାଠନ ତଥା ଭଗବାନଙ୍କର ନାମ ଓ ଗୁଣ କୀର୍ତ୍ତନ, ସ୍ୱଧର୍ମ ପାଳନ ପାଇଁ କଷ୍ଟ ସହନ ଏବଂ ଶରୀର ତଥା ଇନ୍ଦ୍ରିୟମାନଙ୍କ ପାଇଁ ସହିତ ଅନ୍ତଃକରଣର ସରଳତା, କାୟ ମନ ବାକ୍ୟରେ କାହାରିକୁ କୌଣସି ପ୍ରକାର କଷ୍ଟ ନ ଦେବା, ଯଥାର୍ଥ ପ୍ରିୟ ବଚନ କହିବା, ନିଜର ଅପକାର କରୁଥିବା ଲୋକ ପ୍ରତି ମଧ୍ୟ କ୍ରୋଧ ନ କରିବା, କର୍ମରେ କର୍ତ୍ତୃତ୍ୱ ଅଭିମାନ ତ୍ୟାଗ, ଅନ୍ତଃକରଣର ଉପରିତ ଅର୍ଥାତ୍ ଚିତ୍ତର ଚଞ୍ଚଳତାର ଅଭାବ, କାହାରି ମଧ୍ୟ ନିନ୍ଦା ଆଦି ନ କରିବା, ସବୁ ପ୍ରାଣୀଙ୍କ ପ୍ରତି ଅହେତୁକ ଦୟା, ଇନ୍ଦ୍ରିୟମାନଙ୍କର ବିଷୟମାନଙ୍କ ସହିତ ସଂଯୋଗ ହେଲେ ମଧ୍ୟ ସେଥିରେ ଆସକ୍ତି ନ ହେବା, କୋମଳତା, ଲୋକଚରା ଓ ଶାସ୍ତ୍ର ବୁଦ୍ଧି ଆଚରଣର ଲଜ୍ଜା ଓ ବ୍ୟର୍ଥ ଚେଷ୍ଟା ଅଭାବ, ତେଜ, କ୍ଷମା, ଧୈର୍ଯ୍ୟ, ବାହ୍ୟ ଶୁଦ୍ଧି ଏବଂ କାହାରିଠାରେ ବି ଶତ୍ରୁଭାବ ନ ହେବା ଓ ନିଜଠାରେ ପୂଜ୍ୟତା ଅଭିମାନର ଅଭାବ। ହେ ଅର୍ଜୁନ, ଏସବୁ ହେଉଛି ଦୈବୀ ସମ୍ପଦ ନେଇ ଜନ୍ମ ହୋଇଥିବା ପୁରୁଷଙ୍କ ଲକ୍ଷଣ। ହେ ପାର୍ଥ, ଦମ୍ଭ, ଗର୍ବ, ଅଭିମାନ ତଥା କ୍ରୋଧ, କଠୋରତା, ଅଜ୍ଞାନ ଏସବୁ ହେଉଛି ଆସୁରୀ ସମ୍ପଦ ନେଇ ଜନ୍ମ ହୋଇଥିବା ପୁରୁଷର ଲକ୍ଷଣ। ଦୈବୀ ସମ୍ପଦ ମୁକ୍ତିପ୍ରଦ ଓ ଆସୁରୀ ସମ୍ପଦ ବନ୍ଧନ କାରକ ବୋଲି ସ୍ୱୀକାର କରାଯାଇଛି। ଏଣୁ ହେ ଅର୍ଜୁନ, ତୁମେ ଶୋକ କର ନାହିଁ, କାରଣ ତୁମେ ଦୈବୀ ସମ୍ପଦ ନେଇ ଜନ୍ମ ହୋଇଛ। ହେ ଅର୍ଜୁନ, ଏହଲୋକରେ ଭୂତମାନଙ୍କର ସୃଷ୍ଟି ଅର୍ଥାତ୍ ମନୁଷ୍ୟ ସମୁଦାୟ ଦୁଇ ପ୍ରକାରର, ଗୋଟିଏ ଦୈବୀ ପ୍ରକୃତି ଓ ଅନ୍ୟଟି ଆସୁରୀ ପ୍ରକୃତି। ସେ ଦୁହିଁଙ୍କ ମଧ୍ୟରୁ ଦୈବୀ ପ୍ରକୃତିର ମନୁଷ୍ୟ ସମୁଦାୟ ବିଷୟରେ ତ ବିସ୍ତୃତ ଭାବରେ କୁହାଯାଇ ସାରିଛି। ବର୍ତ୍ତମାନ ତୁମେ ଆସୁରୀ ପ୍ରକୃତି ମନୁଷ୍ୟ ସମୁଦାୟ ବିଷୟରେ ମଧ୍ୟ ବିସ୍ତାର ରୂପକ ମୋ ଠାରୁ ଶୁଣ। ଆସୁର ସ୍ୱଭାବର ମନୁଷ୍ୟମାନଙ୍କ ପ୍ରବୃତ୍ତି ଓ ନିବୃତ୍ତି ଏହି ଉଭୟ ଜାଣନ୍ତି ନାହିଁ। ତେଣୁ ସେମାନଙ୍କଠାରେ ବାହ୍ୟ ଓ ଅନ୍ତଃଶୁଦ୍ଧି ନଥାଏ କି ସେମାନଙ୍କର ଆଚରଣରେ ଶୁଦ୍ଧି ନଥାଏ ତଥା ସେମାନଙ୍କଠାରେ ସତ୍ୟବାଦିତା ବି ନଥାଏ। ସେହି ଆସୁରୀ ପ୍ରକୃତି ମନୁଷ୍ୟମାନେ କହନ୍ତି ଯେ ଜଗତ ଆଶ୍ରୟ ରହିତ, ସର୍ବଦା ଅସତ୍ୟ ଓ ଈଶ୍ୱର ରହିତ। ଏହା କେବଳ ସ୍ତ୍ରୀ ପୁରୁଷଙ୍କ ସଂଯୋଗକୁ ନିଜେ ନିଜେ ଉତ୍ପନ୍ନ ହୋଇଛି। ଅତଏବ କେବଳ କାମ ହିଁ ଏହାର କାରଣ, ଏହାଛଡ଼ା ଆଉ କ'ଣ ଅଛି? ଏହି ମିଥ୍ୟା ଜ୍ଞାନକୁ ଅବଲମ୍ବନ କରି ଯେଉଁମାନଙ୍କର ସ୍ୱଭାବ ନଷ୍ଟ ହୋଇଗଲାଣି ତଥା ଯେଉଁମାନଙ୍କର ବୁଦ୍ଧି ମନ୍ଦ, ଯେଉଁମାନଙ୍କ ସମସ୍ତଙ୍କର ଅପକାରୀ, ସେହି କ୍ରୂର କର୍ମ ମନୁଷ୍ୟମାନଙ୍କର ସାମର୍ଥ୍ୟ କେବଳ ଜଗତର ବିନାଶ କରିବାକୁ ହିଁ ହୋଇଥାଏ। ସେହି ଦମ୍ଭ ମାନ ମଦଯୁକ୍ତ ମନୁଷ୍ୟମାନେ କୌଣସି ପ୍ରକାର ବି ପୂର୍ଣ୍ଣ ହେଉ ନଥିବା କାମନାମାନଙ୍କୁ ଆଶ୍ରୟ କରି ଅଜ୍ଞାନବଶତଃ ମିଥ୍ୟା ସିଦ୍ଧାନ୍ତ ମାନ ଗ୍ରହଣ କରି ଓ ଭ୍ରଷ୍ଟ ଆଚରଣ ଧାରଣ କରି ସଂସାରରେ ବିଚରଣ କରନ୍ତି। ତଥା ସେମାନେ ମୃତ୍ୟୁ ପର୍ଯ୍ୟନ୍ତ ରହୁଥିବା ଅସଂଖ୍ୟ ଚିନ୍ତାକୁ ଆଶ୍ରୟ କରି ଏବଂ ବିଷୟ ଭୋଗ ପରାୟଣ ହୋଇ ଏତିକି ହିଁ ସୁଖ ବୋଲି ମନେ କରନ୍ତି। ଶତ ଶତ ଆଶା ପାଶରେ ଆବଦ୍ଧ ହୋଇଥିବା ସେହି ମନୁଷ୍ୟମାନେ କାମ କ୍ରୋଧ ପରାୟଣତା ହୋଇ ବିଷୟ ଭୋଗ ପାଇଁ ଅନ୍ୟାୟପୂର୍ବକ ଧନାଦି ସଂଗ୍ରହ କରିବାରେ ଚେଷ୍ଟାରେ ଲାଗି ରହିଥାନ୍ତି। ସେମାନେ ଭାବନ୍ତି, ମୁଁ ଆଜି ଏହା ପାଇଗଲେ ଏବଂ ଏଥର ବି ଏହି ମନୋରଥ ପୂର୍ଣ୍ଣ ହୋଇଯିବ। ମୋ ପାଖରେ ଏତିକି ଧନ ଅଛି ଏବଂ ଆହୁରି ମଧ୍ୟ ଏତକ ଧନ ମୋର ହୋଇଯିବ। ସେହି ଶତ୍ରୁ ମୋ ଦ୍ୱାରା ନିହତ ହୋଇଗଲେ ଏବଂ ଅନ୍ୟ ଶତ୍ରୁମାନଙ୍କୁ ମଧ୍ୟ ମୁଁ ମାରିଦେବି। ମୁଁ ଈଶ୍ୱର, ମୁଁ ଐଶ୍ୱର୍ଯ୍ୟବାନ, ମୁଁ ସମସ୍ତ ସିଦ୍ଧିରେ ଯୁକ୍ତ, ବଳବାନ ତଥା ସୁଖୀ। ମୁଁ ବିରାଟ ଧନୀ ଓ ବିଶାଳ କୁଟୁମ୍ବ। ମୋ ସମାନ ଆଉ କିଏ ଅଛି? ମୁଁ ଯଜ୍ଞ କରିବି, ଦାନ ଦେବି ଓ ଆମୋଦ ପ୍ରମୋଦ କରିବି। ଏପରି ଭାବରେ ଅଜ୍ଞାନରେ ମୋହିତ ଅନେକ ପ୍ରକାର ବିଭ୍ରାନ୍ତ ଚିତ୍ତ ତଥା ମୋହରୂପୀ ଜାଲରେ ଆବଦ୍ଧ ଓ ବିଷୟ ଭୋଗରେ ଅତ୍ୟନ୍ତ ଆସକ୍ତ ଅସୁର ସ୍ୱଭାବର ଲୋକେ ଅତ୍ୟନ୍ତ ଅପବିତ୍ର ନରକ ପଡ଼ନ୍ତି। ନିଜେ ନିଜକୁ ହିଁ ଶ୍ରେଷ୍ଠ ମନେ କରୁଥିବା ସେହି ଗର୍ଭପୁରୁଷମାନଙ୍କ ଧନ ମାନର ମଧ୍ୟରେ ଯୁକ୍ତ ହୋଇ କେବଳ ନାମ ମାତ୍ର ଯଜ୍ଞମାନଙ୍କ ଦ୍ୱାରା ଓ ଆଡ଼ମ୍ବର ପୂର୍ବକ ଶାସ୍ତ୍ର ବିଧି ରହିତ ଯଜନ କରନ୍ତି। ଅହଙ୍କାର, ବଳ, ଗର୍ବ, କାମ, କ୍ରୋଧ ପରାୟଣ ହୋଇ ଅନ୍ୟମାନଙ୍କୁ ନିନ୍ଦା କରୁଥିବା ସେ ପୁରୁଷମାନେ ନିଜର ଅନ୍ୟମାନଙ୍କର ଶରୀରରେ ଅଧିଷ୍ଠିତ ଥିବା ଅନ୍ତର୍ଯ୍ୟାମୀ ରୂପ ମୋ ସହିତ ହିଁ ଦ୍ୱେଷ କରନ୍ତି। ସେହି ଦ୍ୱେଷ କରୁଥିବା ପାପାଚାରୀ ଓ ଦୂରକର୍ମୀ ନରାଧମମାନଙ୍କୁ ମୁଁ ସଂସାରରେ ବାରମ୍ବାର ଅସୁରୀୟ ଯୋନିମାନଙ୍କରେ ହିଁ ନିକ୍ଷେପ କରେ। ହେ ଅର୍ଜୁନ,
ସେଇ ମୂଢ଼ ଲୋକମାନେ ମୋତେ ନ ପାଇ ଜନ୍ମ ଜନ୍ମାନ୍ତର ଆସୁରୀ ଯୋନି ହିଁ ପାଆନ୍ତି। ତାଠାରୁ ବି ଅତି ନୀଚ ଗତି ପାଆନ୍ତି, ଅର୍ଥାତ୍ ଘୋର ନରକ ପଡ଼ନ୍ତି। କାମ, କ୍ରୋଧ, ଲୋଭ ନରକର ଏହି ତିନି ପ୍ରକାର ଦ୍ୱାର ହିଁ ଆମର ଆତ୍ମା ବିନାଶ କରନ୍ତି, ଅର୍ଥାତ୍ ତାହାର ଅଧୋଗତି କରାଇ ଦିଅନ୍ତି। ଅତଏବ ଏହି ତିନୋଟିକୁ ତ୍ୟାଗ କରିବା ଉଚିତ। ହେ ଅର୍ଜୁନ, ନରକର ଏହି ତିନି ଦ୍ୱାରରୁ ମୁକ୍ତ ହୋଇଥିବା ପୁରୁଷ ନିଜର କଲ୍ୟାଣ ଆଚରଣ କରନ୍ତି। ଏହାଦ୍ୱାରା ସେ ପରମ ଗତି ପ୍ରାପ୍ତି ଅର୍ଥାତ୍ ମୋତେ ପାଆନ୍ତି। ଯେଉଁ ପୁରୁଷ ଶାସ୍ତ୍ରବିଧି ତ୍ୟାଗ କରି ନିଜ ଇଚ୍ଛାର ମନୋମୁଖୀ ଆଚରଣ କରେ, ସେ ସିଦ୍ଧି ପାଏ ନାହିଁ, କି ପରମ ଗତି ପାଏ ନାହିଁ, କି ସୁଖ ପାଏ ନାହିଁ। ତେଣୁ ମୁଁ ତୁମ ପାଇଁ ଏହି କର୍ତ୍ତବ୍ୟ ଅକର୍ତ୍ତବ୍ୟ ନିଶ୍ଚୟରେ ଶାସ୍ତ୍ର ହିଁ ପ୍ରମାଣ। ଏପରି ଜାଣି ତୁମେ ଶାସ୍ତ୍ରବିଧି ଦ୍ୱାରା ନିୟତ କର୍ମ ହିଁ କରିବା ଉଚିତ। ଓଂ ତତ୍ସଦିତ ଶ୍ରୀମଦ୍ ଭଗବଦ୍ ଗୀତା ସୁପନିଷେଦ ବ୍ରହ୍ମବିଦ୍ୟାୟ ଯୋଗଶାସ୍ତ୍ରେ ଶ୍ରୀକୃଷ୍ଣ ଅର୍ଜୁନ ସମ୍ବାଦେ ଦୈବାସୁର ସମ୍ପତ୍ତି ଭାଗ ଯୋଗାଯୋଗ ନାମ ଷୋଡ଼ାଦଶ। ଓଡ଼ିଶାବାସୀ ଆପଣଙ୍କୁ କିପରି ଲାଗିଲା ଜଣାଇବେ। ଜୟ ଜଗନ୍ନାଥ।